କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରେ କୃଷିଭିତ୍ତିକ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବାଲିଗୁଡ଼ାର ଆରାଧ୍ୟ ଦେବୀଙ୍କ ମୁଖ୍ୟ ପର୍ବ ହେଉଛି କାନ୍ଦୁଲ ଭଜା ଯାତ୍ରା। ପଶ୍ଚିମ ଓଡ଼ିଶାର ନୂଆଖାଇ ଭଳି ଏହି କାନ୍ଦୁଲ ଭଜା ଯାତ୍ରା ଗଣପର୍ବ ଭାବେ ବିଦିତ। ଏହି ପାରମ୍ପରିକ ଯାତ୍ରା ଫଗୁଣ ମାସରେ ହୋଇଥାଏ। ନୂଆ କାନ୍ଦୁଲ, ଶିମ୍ବ ମହୁଲ ଫୁଲ, ପଳାଶ ଫୁଲ, ମୁଆଁ, ମା ପାଟଖଣ୍ଡା ଏବଂ ବରାଳ ଦେବୀଙ୍କ ନିକଟରେ ପୂଜା ଅର୍ଚ୍ଚନା କରି ଲାଗି କଲା ପରେ ପରିବାର ସମସ୍ତେ ସାମୂହିକ ପ୍ରସାଦ ସେବନ କରନ୍ତି। ମାନସିକଧାରୀ ଭକ୍ତ ଶ୍ରଦ୍ଧାଳୁ ବୋଦା କୁକୁଡ଼ା ବଳି ଦେବା ପ୍ରଥା ମଧ୍ୟ ରହିଛି। ଏହି ଯାତ୍ରା ବାଲିଗୁଡ଼ା ଉପଖଣ୍ଡର ବାଲିଗୁଡ଼ା, କୋଟଗଡ଼, ତୁମୁଡ଼ିବନ୍ଧ, ନୂଆଗାଁ, ଦାରିଙ୍ଗବାଡ଼ିର ବିଭିନ୍ନ ଗାଁରେ ପାଳିତ ହେଉଅଛି। ମା ପାଟଖଣ୍ଡାଙ୍କୁ ପୂର୍ବେ ଆଦିବାସୀ ସମ୍ପ୍ରଦାୟର ଲୋକେ ପୂଜା ଅର୍ଚ୍ଚନା କରି ଆସୁଥିବା ବେଳେ କାଳକ୍ରମେ କ୍ଷତ୍ରିୟ, ପାଇକ, ଖଣ୍ଡାୟତ ବଂଶଧର ମାଙ୍କୁ ପୂଜା ଅର୍ଚ୍ଚନା କରି ଆସୁଛନ୍ତି। ବାଲିଗୁଡ଼ାରେ ଜାକଜମକରେ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ମା ପାଟଖଣ୍ଡାଙ୍କ ପ୍ରତୀକ ଟାମୁକ ଓ ଖଣ୍ଡା ରାଜପାତ୍ରଙ୍କ ଘରୁ ବାହାରିବା ପରେ ସମସ୍ତ ଶ୍ରଦ୍ଧାଳୁ ନିର୍ଜଳ ଉପବାସ ରହି ନୂଆ ବସ୍ତ୍ର ପରିଧାନ କରି ମା ପାଟଖଣ୍ଡା ଏବଂ ବରାଳ ଦେବୀଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା କରି ନୂଆ ଖାଇଥିଲେ। ଏହି କୃଷିଭିତ୍ତିକ ପର୍ବ କେଉଁ ଆବାହନ କାଳରୁ ଅଦ୍ୟାବଧି ରହିଆସିଛି। ବାଲିଗୁଡ଼ାରୁ ଭବାନୀ ଶଙ୍କର ଜେନାଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।